কোন বুঝিপারছ কি নাই? সে গাଈଟା কোন ଜାଣିଛଟି? ସେ ଗାଈ ହଉଛି ଭାଗବତ। ଏଇ ଭାଗବତ ଭିତରେ ଯୋଉ ଗୁଣ ଅଛି ଆମେ ଜାଣିନେ। ଏଇ ଭାଗବତ ଭିତରେ ଯୋଉ ଗୁଣ ଅଛି ଜାଣିଛେ କି ଆମେ? ଆଜି ପର୍ଯ୍ୟନ୍ତ ଆପଣ ମାନେ ପଢୁଥିଲେ ଭାଗବତ, ଆଜି ଯୋଉ ଆଲୋଚନା କରାଗଲା ଭାଗବତର ମହିମା, ଇଏ ଭଗବାନଙ୍କର ବାଙ୍ଗମୟୀ ଅବତାର, ଆକୁ ଯିଏ ପାଠ କରିବ ତ ହୃଦୟ ପବିତ୍ର ହେଇଯିବ। କିନ୍ତୁ ଏଇ ଗାଈକି ଆମେ ବିକ୍ରି କରିବାକୁ ବସିଛେ, ତା ମାନେ ତା ଘରେ ଭାଗବତ ନାହିଁ। ଯଦି ଅଛି ଇଶାଣ ଘରେ ଅଛି, ଖାଲି ଦୁଃ ଚାଉଳ ଦେଇଦେଇ ମୋଟା ହେଇଗଲାଣି, କିନ୍ତୁ କେହି ତାକୁ ପଢୁନାହାନ୍ତି। ଆଉ ମଧ୍ୟସ୍ଥି କିଏ? ମଧ୍ୟସ୍ଥି ହେଲେ ସାଧୁ ମାନେ। ସାଧୁ ମାନଙ୍କ ପାଖରେ ଯେତେବେଳେ ଯାଇକି ତୁମେ ବସିବ, ସେତେବେଳେ ଏଇ ଭାଗବତକୁ ଲକ୍ଷେ ଟଙ୍କା ଦେଇକି ତମେ କିଣିବ, କାରଣ ତାର ମହିମାକୁ ପ୍ରକୃତରେ ସାଧୁ ମାନେ ବୟନ କରିପାର। ସେଥିପାଇଁ ସେଇମାନେ ଭାଗବତ ପଢିବେ, ସେଇମାନେ ଧର୍ମ ଆଚରଣ କରିପାରିବେ। କୋଉମାନେ? ଯୋଉମାନେ ସତ୍ସଙ୍ଗକୁ ବରଣ କରିବେ। ସେଥିପାଇଁ ମନୁଷ୍ୟର କର୍ତ୍ତବ୍ୟ ହଉଛି ତାର ଗୃହ ଜଞ୍ଜାଳ ଭିତରୁ ସମୟ ବାହାର କରି ସେ ଟିକେ ସତ୍ସଙ୍ଗ ଗ୍ରହଣ କରିବା ଦରକାର। ତାହା ହେଲେ ଏ ଭାଗବତର ମହିମାକୁ ବୁଝି ସେ ତା ଜୀବନରେ ଗ୍ରହଣ କରିପାରିବ। କଣ ବୁଝିପାରୁଛ ନା ନାଇଁ? ଆରେ ସତ୍ସଙ୍ଗ କରିବାକୁ ଆମ ପାଖରେ ସମୟ ନାହିଁ, ବାହାର କରନ୍ତୁ। କମ ସେ କମ ସପ୍ତାହକୁ ଗୋଟିଏ ଦିନ, ୱିକ୍ ଏଣ୍ଡ, ଲାଷ୍ଟ ଦିନ, ରବିବାର ଦିନ, ଛୁଟି ଦିନରେ ଟିକେ ଯାଆନ୍ତୁ ମନ୍ଦିର ପାଖରେ, ନହେଲେ ଡକାନ୍ତୁ ସାଧୁ ସନ୍ଥ ମାନଙ୍କୁ ଗାଁକୁ, 5-50 ମିଶିକି ବସିକି ଭଗବାନଙ୍କର କଥା ଟିକେ ଶୁଣନ୍ତୁ। ଘରକୁ ସାଧୁ ମାନଙ୍କୁ ଡକାନ୍ତୁ, ଟିକେ ପ୍ରବଚନ ଶୁଣନ୍ତୁ, ଜୀବନ ଉଦ୍ଧାର। ଯୋଉମାନେ ସତ୍ସଙ୍ଗକୁ ଗ୍ରହଣ କରିବେ, ସାଧୁ ମାନଙ୍କୁ ଗ୍ରହଣ କରିବେ, ସେମାନେ ଭଗବାନଙ୍କୁ ଗ୍ରହଣ କରିବେ, ସେମାନେ ଧର୍ମକୁ ଗ୍ରହଣ କରିପାରିବେ, କାରଣ ସେମାନେ ହଉଛନ୍ତି ପ୍ରକୃତରେ ମଧ୍ୟସ୍ଥି। ଆଉ ଯିଏ ସାଧୁ ମାନଙ୍କୁ ଗ୍ରହଣ ନ କଲା, ସିଏ ଭଗବାନଙ୍କର ମହିମା କେବେ ବୁଝିପାରିବ। ସେଥିପାଇଁ ଶାସ୍ତ୍ରରେ କୁହାଯାଏ, ସାଧୁ ସଙ୍ଗ ସର୍ବଶାସ୍ତ୍ର କହେ, ଲବେ ମାତ୍ର ସାଧୁ ସଙ୍ଗେ ସର୍ବସିଦ୍ଧି।